ସକାଳ ହେଲେ ଆମେ ଭାବିଥାଉ ଆଜି ଜଳଖିଆରେ କ'ଣ ବନେଇବୁ ଯେଉଁଟା ହେଲ୍ଦି ହେଇଥିବ, ଟେଷ୍ଟି ହେଇଥିବ, ଘରେ ଥିବା ଜିନିଷରେ ଆଉ କମ୍ ସମୟରେ ପ୍ରସ୍ତୁତ ହେଇଯାଉଥିବ। ମୁଁ ଆଜି ଚୂଡ଼ାରେ ଦୁଇଟା ନୂଆ ପ୍ରକାର ଜଳଖିଆ ବନେଇବି, ଯାହାକୁ ଆପଣ ମାତ୍ର 15 ମିନିଟ୍ ଭିତରେ ଆଉ 1ରୁ 2 ଛୋଟ ଚାମଚ ତେଲରେ ପ୍ରସ୍ତୁତ କରି ସକାଳ ଜଳଖିଆରେ ଖାଇପାରିବେ, ନହେଲେ ଛୋଟ ପିଲାଙ୍କ ଟିଫିନ୍ ବକ୍ସରେ ଦେଇପାରିବେ। ନମସ୍କାର, ଟ୍ୱିଙ୍କଲ୍ କିଚେନ୍କୁ ଆପଣମାନଙ୍କୁ ସ୍ୱାଗତ। ଚୂଡ଼ାର ପ୍ରଥମ ଜଳଖିଆ ପାଇଁ ମୁଁ ଏଠି ଗୋଟେ ବଡ଼ ବାଉଲରେ ହାଫ୍ କପ୍ ଚୂଡ଼ା ଦେଇଛି। ଚୂଡ଼ାର କ୍ୱାଣ୍ଟିଟି ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ଏବେ ଆମେ ଚୂଡ଼ାକୁ ଭଲ ଭାବେ ପାଣିରେ 2ରୁ 3 ଥର ଧୋଇକି ପାଣିରୁ ଛାଣିକି ନେଇଯିବା। ତାପରେ ଆମେ ଏ ଚୂଡ଼ାକୁ କଭର୍ କରି 5ରୁ 6 ମିନିଟ୍ ପର୍ଯ୍ୟନ୍ତ ରେଷ୍ଟ ହେବାକୁ ଦେବା, ଯେମିତି ଚୂଡ଼ା ଭଲସେ ଫୁଲିଯିବ। 5ରୁ 6 ମିନିଟ୍ ପରେ ମୁଁ ଏଠି ଘୋଡ଼ଣୀ କାଢ଼ି ଦେଇଛି। ଦେଖିପାରୁଥିବେ ଚୂଡ଼ା ଏଠି ବଢ଼ିଆ ସେ ଫୁଲି ଯାଇଛି ଆଉ ଚୂଡ଼ା ବି ନରମ ହେଇଯାଇଛି। ତାପରେ ଆମେ ଏଥିରେ 2 ଛୋଟ ଚାମଚ ବେସନ ଦେବା ଆଉ ସବୁକୁ ଭଲ ଭାବେ ମିକ୍ସ କରି ଚୂଡ଼ାକୁ ହାତରେ ଟିକେ ଚକଡ଼ି ଦେବା। ଆର ଡୋ ବନେଇବା ଦରକାର ନାହିଁ, ଚୂଡ଼ାକୁ ହାଲକା ହାଲକା ହାତରେ ଚକଡ଼ିବେ, ଯେମିତି ବେସନ ଚୂଡ଼ାରେ ଭଲସେ ମିକ୍ସ ହେଇଯିବ। ତାପରେ ମୁଁ ଏଥିରେ ସ୍ୱାଦ ଅନୁସାରେ ଲୁଣ, ଗୋଟେ ବଡ଼ ପିଆଜ ଆଉ 2ଟା କଞ୍ଚା ଲଙ୍କାକୁ ଛୋଟ ଛୋଟ କରି କାଟିକି ପକାଇଛି। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ କଞ୍ଚା ଲଙ୍କା ନେବେ। ତାପରେ ମୁଁ ଏଥିରେ 3ରୁ 4 ଛୋଟ ଚାମଚ ଗାଜରକୁ କୋରିକି ଦେଇଛି। ଅଧା ଛୋଟ ଚାମଚ ଗୋଲମରିଚ ଗୁଣ୍ଡ ଆଉ ଅଧା ଛୋଟ ଚାମଚ ଜିରା ଗୁଣ୍ଡ ପକାଇଛି। ଜିରା ଗୁଣ୍ଡ ଆଉ ଗୋଲମରିଚ ଗୁଣ୍ଡ ଏଠି ଅପସନାଲ୍ ଅଛି, ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ ଗୋଲମରିଚ ଗୁଣ୍ଡ ନେବେ। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରିଦେବା। ଏଥିରେ ଆପଣ ବିଲକୁଲ ବି ପାଣି ଦେବେନି। ମୁଁ ଏଠି ସବୁକୁ ଭଲସେ ମିକ୍ସ କରିଦେଇଛି। ମୁଁ ଏଠି 2ଟା ଛୋଟ ଛୋଟ ଗିନା ନେଇଛି। ଗିନାରେ ମୁଁ ଗୋଟେ ଗୋଟେ ଡ୍ରପ୍ ତେଲ ଦେଇଛି। ତେଲକୁ ଏବେ ଆମେ ଗିନାର ଚାରିପଟେ ଭଲସେ ସ୍ପ୍ରେଡ୍ କରିଦେବା। ତାପରେ ଆମେ ଯେଉଁ ଚୂଡ଼ାର ମିକ୍ସର ବନେଇଥିଲେ ତାକୁ ହାଲକା ହାତରେ ପ୍ରେସ୍ କରି କରି ଗିନାରେ ଦେଇଦେବା। ଆପଣଙ୍କ ଗିନାରେ ଯେତିକି ଚୂଡ଼ା ମିକ୍ସର ଜାଗା ହେବ ସେତିକି ଚୂଡ଼ା ମିକ୍ସର ଦେବେ। ଏମିତି ଭାବେ ଧୀରେ ଧୀରେ ହାଲକା ହାତରେ ଚୂଡ଼ାର ମିକ୍ସରକୁ ପ୍ରେସ୍ କରି କରି ଗିନାରେ ଦେବେ। ଗିନା ଜାଗାରେ ଆପଣ ଛୋଟ ଛୋଟ ପ୍ଲେଟ୍ ବି ନେଇପାରିବେ। ମୁଁ ଏଠି 2ଟା ଗିନାରେ ଚୂଡ଼ାର ମିକ୍ସରକୁ ଦେଇଛି। ଏବେ ଆମେ ଆକୁ ସିଝେଇବା। ସିଝେଇବା ପାଇଁ ମୁଁ ଏଠି ଗୋଟେ କଡ଼େଇରେ 1 ଗ୍ଲାସ୍ ପାଣି ଦେଇ ଗରମ ହେବାକୁ ରଖିଥିଲି। ପାଣି ଭଲ ଭାବେ ଗରମ ହେଇଗଲା ପରେ ମୁଁ ଉପରେ ଗୋଟେ ଷ୍ଟାଣ୍ଡ ରଖିଛି। ଏବେ ଆମେ ଏଥିରେ ଗିନାକୁ ଦେଇଦେବା। ତାପରେ ଆମେ ଆକୁ କଭର୍ କରି ଲୋ ଫ୍ଲେମ୍ରେ 5ରୁ 6 ମିନିଟ୍ ପର୍ଯ୍ୟନ୍ତ କୁକ୍ କରିବା। ଯଦି ଆପଣଙ୍କ ପାଖରେ ଷ୍ଟାଣ୍ଡ ନଥିବ ତାହେଲେ ଗୋଟେ ଗିନାକୁ ଓଲଟେଇକି ରଖିଦେବେ। ତା ଉପରେ ଗୋଟେ ବଡ଼ ପ୍ଲେଟ୍ ରଖି ପ୍ଲେଟ୍ ଉପରେ ଆପଣ ଗିନା ରଖି ତାକୁ କଭର୍ କରି ସିଝେଇ ପାରିବେ। 5ରୁ 6 ମିନିଟ୍ ପରେ ମୁଁ ଏଠି ଘୋଡ଼ଣୀ କାଢ଼ି ଦେଇଛି। ଜଳଖିଆ ଏଠି ଭଲସେ ସିଝି ଯାଇଛି। ଏବେ ଆମେ ଇଣ୍ଡକ୍ସନ୍ ବନ୍ଦ କରିଦେବା ଆଉ ଏ ଜଳଖିଆକୁ ଭଲସେ ଥଣ୍ଡା ହେବାକୁ ଦେବା। ଜଳଖିଆ ଏଠି ଭଲସେ ଥଣ୍ଡା ହେଇଗଲାଣି। ଏବେ ଆମେ ଗୋଟେ ଛୁରୀ ନେବା। ଜଳଖିଆର ଚାରିପଟ ସାଇଡ଼୍କୁ ଏମିତି ଛୁରୀ ସାହାଯ୍ୟରେ ଅଲଗା କରିଦେବା। ତାପରେ ଆମେ ଏମିତି ଧୀରେ କି ଲେଉଟେଇ ଦେବା। ଜଳଖିଆ ବହୁତ ଇଜିଲି ଗିନାରୁ ବାହାରିଯିବ। ଆପଣ ଏ ଜଳଖିଆକୁ ଏମିତି ଖାଇପାରିବେ। ମୁଁ କିନ୍ତୁ ଏ ଜଳଖିଆକୁ ଆଉ ଟିକେ ଚଟପଟା ବନେଇବି, ସେଥିପାଇଁ ମୁଁ ଏଠି ପ୍ୟାନ୍ରେ 2 ଛୋଟ ଚାମଚ ତେଲ ଦେଇ ଗରମ ହେବାକୁ ରଖିଥିଲି। ତେଲ ଭଲ ଭାବେ ଗରମ ହେଇଗଲା ପରେ ମୁଁ ଏଥିରେ ଅଧା ଛୋଟ ଚାମଚ ସୋରିଷ ଦେଉଛି। ଏବେ ଆମେ ସୋରିଷକୁ ଭଲ ଭାବେ ଭାଜିବା। ସୋରିଷ ଭଲ ଭାବେ ଭାଜି ହେଇଗଲା ପରେ ଆମେ ଏଥିରେ ଗୋଟେ ଗୋଟେ କରି ଜଳଖିଆକୁ ଦେଇଦେବା। ଜଳଖିଆକୁ ଆମେ ମିଡ଼ିୟମ୍ ଫ୍ଲେମ୍ରେ ଲେଉଟେଇ ଲେଉଟେଇ 2 ପଟ ସାଇଡ଼୍କୁ ଫ୍ରାଏ କରିବା, ଯେମିତି ଜଳଖିଆର 2 ପଟ ସାଇଡ଼୍ ଟିକେ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେଇ ଫ୍ରାଏ ହେଇଯିବ। ଏଠି ଜଳଖିଆର 2 ପଟ ସାଇଡ଼୍ ଭଲସେ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେଇ ଫ୍ରାଏ ହେଇଯାଇଛି। ଏବେ ଆମେ ଇଣ୍ଡକ୍ସନ୍ ବନ୍ଦ କରିଦେବା। ଏ ଜଳଖିଆ ଏଠି ରେଡ଼ି ହେଇଯାଇଛି।
सेकेंड रेसिपी बनया पूर्व मु आपन को गोटे छोट रिक्वेस्ट करुच्ची जदि आपन को ये रेसिपी भल लगे तालाकु लाइक करेंगे आपण सांग मान सहित शेयर करेंगे जदि एपर्यंत मो चैनल को सब्सक्राइब करना ताले सब्सक्राइब करने को जमार भूलें पाखर बेल आइकन ने ऑल नोटिफिकेशन ने क्लिक करेंगे यह द्वारा मो जो वीडियो आसीबो आपण प्रथमे देखिपारे जदि फेसबुक रे देखुचंती ताले फॉलो करने को जमार भूलें चूड़ार सेकेंड जलखिया मुझे गोटे बड़ बाउल गोटे कप चूड़ा नहीं चूड़ार क्वांटिटी आपण हिसाब रे कम बेसी करें। एबे आमे चूड़ा को पानी रे 2 रु 3 थर भल भावे धोईकी पानी रु छाणिकी नहीं जिबा। एबे मु चूड़ा रे गोटे कप पानी दे दउची चूड़ा को आमे 5 रु 6 मिनिट पर्यंत रेस्ट हबाकू दबा जेमती चूड़ा नरम हो जिवो आ चूड़ा भल से फुली जिवो। 5 रु 6 मिनिट पर चूड़ा एटी भल से फुली जाइची आ नरम हो जाइची। एबे आमे गोटे ग्राइंडर जार नबा आ एथिरे बतुरेकी रखिथिबा चूड़ा को दे दबा। एबे मु एथिरे गोटे कप सुजी हाफ कप दही आ गोटे कप पानी दउची। आपण जेतिकी चूड़ा नेबे सेतिकी सुजी सेतिकी पानी देबे आ अधा दही देबे। एबे आमको कभर करी भल भावे बाटिकी नहीं जिबा। एबे आमे ई बैटर को गोटे बड़ बाउल ले काढ़ी दबा आ कभर करी 10 मिनिट पर्यंत रेस्ट हबाकू दबा जेमती सुजी भल से फुली जिवो। 10 मिनिट पर मुझे घोड़नी काढ़ी देइची सुजी एटी भल से फुली जाइची। एबे आम एथिरे स्वाद अनुसार लूण पकेइबा आ सबको भल से मिक्स करदबा। मुझे बैटर कंसिस्टेंसी देखै दउची बैटर कंसिस्टेंसी आपण एमती रखिबे। मुझे गोटे नॉनस्टिक तावा को गरम होबाक रखी तावा भल भाव गरम है मुझे गोटे रु 2 चामच बैटर दे बैटर को भल भाव स्प्रेड कर देइची। मु नॉनस्टिक तावा नहीं से तेल देनी आपण चाहिए अधा छोट चामच तेल को स्प्रेड कला परे बैटर को दे पारिबे। मुझे पिठा ऊपर अधा छोट चामच तेल देइची एठी ऑप्शनल अछि। पिठार गोटे पट साइड को मीडियम फ्लेम रे गोटे रु 2 मिनिट पर्यंत कुक कला परे आमे को धीरे की लेउटे दबा और आर पट साइड को भी गोटे रु 2 मिनिट पर्यंत कुक करिबा। गोटे रु 2 मिनिट पर माको लेउटे की देखै दउची ए चूड़ा चकुली पिठा एठी रेडी हो जाइची। एमती भावे आमे बाकी सब चकुली पिठा को बनै दबा। ए चकुली पिठा को आपण जेते समय रखिले भी ए चकुली पिठा पूरा नरम रहिबो। जदि आपण को चूड़ार ए 2 प्रकार जलखियार रेसिपी भल लगी तालाकु लाइक करिवे आपण सांग मानक सहित शेयर करिवे जदि एपर्यंत मो चैनल को सब्सक्राइब करना ताले सब्सक्राइब करने को जमार भूलें पाखर बेल आइकन ने ऑल नोटिफिकेशन ने क्लिक करिवे यह द्वारा मो जो वीडियो आसीबो आपण प्रथमे देखिपारे जदि फेसबुक रे देखुचंती ताले फॉलो करने को जमार भूलें। थैंक यू फॉर वाचिंग।